ए बापा बापा तुमे काठ काटिବାକୁ ଆସି ଏଇ ଗଛ ଛାଇରେ ଶୋଇଛ କଣ କହିଲ ବାପା ଆଜିରେ ଗରମରୁ ରକ୍ଷା ପାଇବା ପାଇଁ ତୁମେ ଗଛ ତଳରେ ଟିକେ ବିଶ୍ରାମ ନେଉଛ ଦେଖିଲ ତ ବାପା ଆଜିରେ ଗରମରୁ ରକ୍ଷା ପାଇବା ପାଇଁ ତୁମେ ଯାହା ଫଳରେ ଆଶ୍ରୟ ନେଇଛ ସେ ଆମର ଜୀବନକୁ ରକ୍ଷା କରିବା ପାଇଁ ଆମକୁ ଅମ୍ଳଜାନ ଯୋଗାଇଥାଏ। ଆଉ ଜାଣିଛ ବାପା ମୋ ବିଜ୍ଞାନ ଶିକ୍ଷୟିତ୍ରୀ ଜୟନ୍ତୀ ଗୁରୁମା କହୁଥିଲେ ଆମ ପେଟ ପାଇଁ ଯେଉଁ ଖାଦ୍ୟ ଆବଶ୍ୟକ ତାହା ମଧ୍ୟ ଏଇ ଗଛ ଆମକୁ ଯୋଗାଇଥାଏ। ସେ ଆମ ବାୟୁମଣ୍ଡଳକୁ ଥଣ୍ଡା ରଖିବା ପାଇଁ ଜଳୀୟ ବାଷ୍ପ ମଧ୍ୟ ଛାଡ଼ିଥାଏ। ଆଉ କାନ୍ତି ଦୁର୍ମାଇ ଆମେ ଯାହା କୂଳକୁ ଧାଇଁ ଆସୁ ସେ ଆଉ କେହି ନୁହେଁ ସେ ହେଉଛି ଏଇ ଗଛ। ଶେଷରେ ତାରି କାଠକୁ ଜାଳେଇ ଦେଇ ଘର କାମ ଓ ଆସବାବପତ୍ର ତିଆରି ଆଦିରେ ଆମେ ବ୍ୟବହାର କରୁଛୁ। ତେଣୁ କହିଲ ବାପା ସେ ଯଦି ଆମର ଏତେ ଉପକାର କରୁଛି ତାହେଲେ ଆମେ ତାକୁ କାଟିବା କାହିଁକି? ଆମେ ନିଜ